ସବୁ ଦେବାଦେବୀ କି ମୋର କୋଟି କୋଟି ଗୁହାରି ସବୁ ଦେବାଦେବୀ ଜଗତର ଜଗା କାଳିଆ ମୋର ବନ୍ଧୁ ମୋ ସଖା ଓମ୍ ନମଃ ଶିବାୟ ବାପା ମା ସବୁ ଦୁନିଆରେ ପ୍ରତ୍ୟେକ ଭକ୍ତମାନଙ୍କୁ ମୁଁ ଗୋଟିଏ ପଚାରୁଛି। ଏଇଟା ସର୍ଟ ଟର୍ମ ଗୋଟେ ଭିଡ଼ିଓଟେ କରୁଛି। ଏଇ ଦୁନିଆରେ ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ? ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ? ସବୁଠାରୁ ମୂଲ୍ୟବାନ ଜିନିଷ ମାନେ କ'ଣ? ଆମ ଶରୀର ମୂଲ୍ୟବାନ ଜିନିଷ କ'ଣ? ଆଉ ଗୋଟେ ହେଉଛି ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ? ପ୍ରତ୍ୟେକ ମା ଭଉଣୀ ଗୁରୁଜନମାନଙ୍କୁ ମୋର ଏତିକି ଗୁହାରି, ଏତିକି ଆଶୀର୍ବାଦ କରୁଛି। ସମସ୍ତେ ହସୁଥାନ୍ତୁ, ସମସ୍ତେ ଭଲରେ ଥାନ୍ତୁ। ପୁରୁଣା ବର୍ଷ ଗଲା, ନୂଆ ବର୍ଷ ଆସିଲା, ସମସ୍ତେ ମୋର ହସ, କାହା ମୋର ଦୁଃଖ ନ ଆସୁ। ଏତିକି ମୁଁ ମାଆଙ୍କୁ କୋଟି କୋଟି ଗୁହାରି, ମାଆଙ୍କ ଶକ୍ତିରୁ ମୁଁ କହୁଛି। ମାଆଙ୍କ ଶକ୍ତି ମୁଁ ପାଇଛି। ଭଲ ବାଟ ସବୁ ଯାଆନ୍ତୁ। ମା ଭଉଣୀ ଗୁରୁଜନ ମାନଙ୍କୁ ମୋର ଏତିକି ଗୁହାରି। ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ? ଆମ ପାଖରେ ଅଛି, ଆମରି ଘରେ ଅଛି, ଆଉ ଆମ ହୃଦୟ ମଣିଷ ଶରୀର ଭିତରେ ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ? ସେ ଜିନିଷଟା ନଥିଲେ ମଣିଷ କିଛି କରିପାରେ ନାହିଁ, କିଛି କରିପାରେ ଅକର୍ମ। ଆଉ ଗୋଟିଏ ମୁଁ କହିଦେଉଛି, ଆମରି ଘରେ ମୂଲ୍ୟବାନ ଜିନିଷ କ'ଣ? ଆମରି ପରିବାର ଭିତରେ ନେଇକି ଅଛି। ସେଇଟା ମୁଁ ପ୍ରତ୍ୟେକ ଭକ୍ତମାନଙ୍କୁ, ମା ଭଉଣୀ ଗୁରୁଜନମାନଙ୍କୁ ପଚାରିଛି। ଆପଣ କେହି ଲାଇକ୍ କରିବା ଦରକାର ନାହିଁ, କେହି ସବସ୍କ୍ରାଇବ୍ କରିବା ଦରକାର ନାହିଁ। ମୋର ଖାଲି ମୁଁ ଏତିକି ଜାଣିବି, ପ୍ରତ୍ୟେକ ଭକ୍ତମାନେ ଉତ୍ତର ଯଦି ନ ଦେଇପାରିବେ ମୋତେ କହିଲେ ମୁଁ ଦେବି ନିଶ୍ଚୟ। ଆମରି ଘରର ପରିବାର ଭିତରେ ମୂଲ୍ୟବାନ ଜିନିଷ କିଏ? ସବୁଠାରୁ ମୂଲ୍ୟବାନ ଧନ ସମ୍ପତ୍ତି ତାଠାରୁ ମୂଲ୍ୟବାନ, ହୀରା ମୋତି ମାଣିକ ଠାରୁ ମୂଲ୍ୟବାନ। ସେଇଟା ସବୁଠାରୁ ଧନ। ସେଇଟା କିଏ, କାହାକୁ କୁହାଯିବ? ପ୍ରତ୍ୟେକ ଭକ୍ତମାନେ ଏଇଟା କାହାକୁ କୁହାହେବ? ସେ ମୂଲ୍ୟବାନ ଜିନିଷ କ'ଣ? ଏତିକି ମୁଁ କୋଟି କୋଟି ଗୁହାରି କରୁଛି ପ୍ରତ୍ୟେକ ବାଳକ ବାଳିକାଙ୍କୁ, ସମସ୍ତିକି ଛୋଟଠୁ ବଡ଼ଠୁ ଭଲ ଭାବରେ ମନ ମଧ୍ୟରେ ମନ ସ୍ଥାନ ଧ୍ୟାନ କରି ନିଶ୍ଚୟ କହିପାରିବେ। ଜୟ ଜଗନ୍ନାଥ, ଜୟ ମା ତାରିଣୀ।